ষোলতম জাতীয় মতদাতা দিবস 2025 অনুষ্ঠিত হয়েছে। গজপতি জেলা সদর মহকুমা পারଳାଖେମୁଣ୍ଡି হাইস্কুল ছকଠାରେ গজপতি আরক্ষী অধীক্ষক যতীন্দ্র কুমার পଣ୍ଡା ସବୁଜ পতাকা দেখাই এক ରାଲିର শুভারম্ভ କରିଥିଲେ। স্কুল ও কলেজ ছাত্রছাত্রীମାନେ বিভিন্ন স্লোগান দেই জনসাধারণଙ୍କୁ সচেতন କରାଇ জগন্নাথ মন্দির নিকটରେ ଥିବା ଅର୍ବାନ ବ୍ୟାଙ୍କ ପଡ଼ିଆରେ ପରିସରରେ ପହଞ୍ଚିଥିଲେ। ଏହି ଦିବସ ଉପଲକ୍ଷେ ଏକ ଦସ୍ତଖତ ଅଭିଯାନ ହୋଇଥିଲା। ପରେ 16ତମ ଜାତୀୟ ମତଦାତା ଦିବସ 2026 ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସଭା ଅନୁଷ୍ଠିତ ହୋଇଥିଲା। ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଉପଢୌକନ ଦେଇ ସ୍ୱାଗତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଜପତି ଆରକ୍ଷୀ ଅଧୀକ୍ଷକ ଯତୀନ୍ଦ୍ର କୁମାର ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ଫାଲ୍ଗୁନ ମାଝୀ, ପାରଳା ପୌର ପରିଷଦର ଅଧ୍ୟକ୍ଷା ନିର୍ମଳା ସେଠୀ, ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଲକ୍ଷ୍ମଣ ମୁର୍ମୁ, ଡେପୁଟି କଲେକ୍ଟର ମନୋଜ ପଟ୍ଟନାୟକ, ଡେପୁଟି କଲେକ୍ଟର ସୁଚିସ୍ମିତା ମାଝୀ ପ୍ରମୁଖ ମଞ୍ଚାସୀନ ରହିଥିଲେ। ଅତିଥିଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ଶୁଭ୍ରାଂଶୁ ଶେଖର ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଡେପୁଟି କଲେକ୍ଟର ମଧୁସ୍ମିତା ମାଝୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ମଞ୍ଚାସୀନ ଅତିଥିମାନେ ଏହି ଦିବସରେ ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ଉପରେ ନିଜର ବକ୍ତବ୍ୟ ରଖିଥିଲେ। ଶପଥ ପାଠ କରାଯାଇଥିଲା। ଆଜିର ଥିମ୍ ରହିଛି ମତଦାନ ଅଟେ ଅତୁଳନୀୟ, ନିର୍ବାଚନ ବେଳେ ଆମେ ମତଦାନ ଦେବା ନିଶ୍ଚୟ। ଭୋଟର ଦିବସ ଉପଲକ୍ଷେ କୁଇଜ ପ୍ରତିଯୋଗିତା ହୋଇଥିଲା। ସ୍କୁଲ ଓ କଲେଜ ସ୍ତରରେ ବିଭିନ୍ନ ପ୍ରତିଯୋଗିତା ମାନ କରାଯାଇଥିଲା। ସେଥିରେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ନୂତନ ଭୋଟର ଛାତ୍ରଛାତ୍ରୀମାନଙ୍କୁ ନୂତନ ଭୋଟ କାର୍ଡ ପ୍ରଦାନ କରାଯାଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆଜି ଦିବସରେ ଆମେ ଜନସାଧାରଣଙ୍କୁ ଏହା ଜଣାଇବାକୁ ଚାହିଁବୁ ଯେ ଭୋଟ ଦେବାର ଅଧିକାର ଗୋଟେ ବହୁତ ବଡ ଗଣତାନ୍ତ୍ରିକ ଅଧିକାର ଜଣେ ନାଗରିକର। ତେଣୁ ନିର୍ବାଚନ ସମୟରେ ମାନେ ବହୁ ଲୋକ ଭୋଟ ଦେବାକୁ ଆଗ୍ରହ ପ୍ରକାଶ ନ କରି ରହିଯାଉଛନ୍ତି, ସେଭଳି କରିବା ଉଚିତ ନୁହେଁ। ପ୍ରତ୍ୟେକ ଭୋଟରର ଯୋଉ ଗୋଟିଏ ଭୋଟ ବହୁତ କିଛି ଫରକ ନିର୍ବାଚନ ଉପରେ ପକେଇ ପାରିବ। ତେଣୁ ଆମେ ଆଜିର ଦିବସରେ ସମସ୍ତଙ୍କୁ ଅନୁରୋଧ କରିବୁ, ଯେଉଁମାନେ ଭୋଟର ତାଲିକାରେ ସାମିଲ ନାହାନ୍ତି ସେମାନେ ସାମିଲ ହୁଅନ୍ତୁ ଏବଂ ଭୋଟ ସମୟରେ ନିଜର ଗଣତାନ୍ତ୍ରିକ ଅଧିକାରକୁ ସାବ୍ୟସ୍ତ କରନ୍ତୁ। ସାର୍ କଣ କହିବେ, ଆଜି 16ତମ ଜାତୀୟ ମତଦାତା ଦିବସ ପାଳନ ହେଇଛି, ଆପଣ କଣ କହିବେ? ଆଜି ଆମେ 16ତମ ଜାତୀୟ ମତଦାତା ଦିବସ ଆମର ପାରଳାଖେମୁଣ୍ଡିରେ ଆମେ କରିଛେ, ଯୋଉଠିକି ଆମର ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତେ ଏଇଠି ଅବସ୍ଥାପିତ ଏଇଠି ପହଞ୍ଚିଥିଲେ। ତତ୍ ସଙ୍ଗେ ସଙ୍ଗେ ଆମ ଗଜପତି ଜିଲ୍ଲାର ଆମର ପାରଳାଖେମୁଣ୍ଡିର ବୁଦ୍ଧିଜୀବୀ ଏବଂ ଛାତ୍ରଛାତ୍ରୀ ମଧ୍ୟ ସମସ୍ତେ ଏଠି ପାର୍ଟିସିପେଟ କରିଥିଲେ। ପ୍ରଥମେ ୱାକାଥନ ହେଇଥିଲା, ଯୋଉଟା କି ଆମର କଲେଜ ଛକରୁ ଆମେ ଆମର ଯୋଉ ସାଧାରଣ ସଭା ଯୋଉଠି ଅନୁଷ୍ଠିତ ହେଇଛି ସେତିକି ପର୍ଯ୍ୟନ୍ତ ଆମେ ଚାଲିକି ଆସିଥିଲେ। ସମସ୍ତଙ୍କୁ ବିଭିନ୍ନ ପ୍ରକାର ନାରା ଦେଇକି ସମସ୍ତଙ୍କୁ ଆୱେର କରିଥିଲି ଭୋଟର୍ସ ମାନଙ୍କୁ। ଏହି ଯୋଉ 16ତମ ଆମର ଯୋଉ ମତଦାତା ଦିବସର ଉପଲକ୍ଷେ ମୁଁ ସମସ୍ତଙ୍କୁ ଅପିଲ କରିବାକୁ ଚାହିଁବି କି ଆମର ଯୋଉ ଇଲେକ୍ଟ୍ରାଲ ରୋଲ ରହିଛି ତାକୁ ଯେମିତି ହେଲ୍ଦି କରାଯାଉ, ଷ୍ଟ୍ରେନ୍ଥେନ୍ କରାଯାଉ। ଯେତେ ଯୁବ ଭୋଟର୍ସ ଅଛନ୍ତି ସେମାନେ ତାଙ୍କର ନାମକୁ ପଞ୍ଜୀକରଣ କରନ୍ତୁ। ତତ୍ ସଙ୍ଗେ ସଙ୍ଗେ ଯଦି ଡେଥ୍ ଅଛନ୍ତି, କିଛି ସିଫ୍ଟେଡ୍ ହେଇଛନ୍ତି ୟା ଭିତରେ ତାଙ୍କୁ ବାଦ ଦିଆଯାଉ ଏବଂ ଯଦି କିଛି ଭୁଲ ଭଟକା ଯଦି ରହିଛି ତାର କରେକ୍ସନର ଆବଶ୍ୟକତା ରହିଛି। ଏବଂ ସମସ୍ତ ମତଦାତା ମାନଙ୍କୁ ମୁଁ କହିବାକୁ ଚାହିଁବି କି ତାଙ୍କର ମତ ତାଙ୍କର ସାବ୍ୟସ୍ତ କରିବେ ବିନା କିଛି ଭୟରେ, ବିନା କିଛି ଭ୍ରାନ୍ତିରେ ଏବଂ କାହାର ପ୍ରରୋଚନାରେ ଆସି ନିଜର ମତଦାତା ମାନେ ସମସ୍ତେ ତାଙ୍କର ମତ ସାବ୍ୟସ୍ତ କରନ୍ତୁ ଏବଂ ରାଷ୍ଟ୍ର ନିର୍ମାଣରେ ସମସ୍ତେ ସହଯୋଗ କରନ୍ତୁ। ମ୍ୟାଡାମ କଣ କହିବେ, ଯୋଉ 16ତମ ଜାତୀୟ ମତଦାତା ଦିବସ ଆଜି ପାଳନ ହେଇଛି, ଆପଣ କଣ କହିବେ? 2011 ମସିହାରୁ ଭାରତୀୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁକ୍ରମେ ସେଇ ଦିନଠୁ ସାରା ଭାରତ ବର୍ଷରେ ଜାତୀୟ ମତଦାନ ଦିବସ ପାଳନ କରାଯାଉଛି, ଯାହାକି ଆଜି ଆମ ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ 16ତମ ଜାତୀୟ ମତଦାନ ଦିବସ ପାଳନ କରାଯାଉଛି। ଏହାର ମୁଖ୍ୟ ଉଦ୍ଦେଶ୍ୟ ଏହା କି ଯେ ଯୋଉ ଗଣତନ୍ତ୍ରରେ ଲୋକମାନଙ୍କୁ ସଂଶ୍ଳିଷ୍ଟ କରାଇବା, ନୂଆ ଭୋଟର୍ସ ମାନଙ୍କୁ ପଞ୍ଜୀକୃତ କରାଇବା ଏବଂ ଗଣତନ୍ତ୍ର ଉପରେ ଆୱାରନେସ କରାଇବା, ଏହା ହେଉଛି ଏହାର ମୁଖ୍ୟ ଲକ୍ଷ୍ୟ। ମୁଁ ଗୋଟେ ରିପ୍ରେଜେଣ୍ଟେଟିଭ ହିସାବରେ କହିବି, ଲୋକମାନଙ୍କୁ କୌଣସି ପ୍ରଲୋଭନରେ ନ ପଡିକି ଯେମିତି ଆପଣ ମାନଙ୍କର ମୂଲ୍ୟବାନ ଭୋଟ ଯାହାକି ଆପଣଙ୍କର ଭବିଷ୍ୟତ ଗଠନରେ ଯାହାକି କାମରେ ଆସିବ, ଯୋଗ୍ୟ ନେତାଙ୍କୁ ଯୋଗ୍ୟ ଭୋଟ ଦେବେ ବୋଲି ମୋର ଆଶା। Good morning to all respected elders and my brothers and sisters. Today is very important day for all of us. On the occasion of the National Voters Day, I would like to share short awareness message with you. India is the world's largest democracy and its sheer strength is with the voter. Vote is not just a right, it is our responsibility. One vote is decide our future. If you are 18 years or above, register your name and vote without fear. Let us honor sacrifices made for our democracy. Be aware, be responsible, be a proud voter.
On the occasion of the National Voters Day, this message is organized by My Bharat Gazette. Thank you. ষোলতম রাষ্ট্রীয় মতদান দিবস আমি যেহেতু যুবগোষ্ঠী এবং বালক মানে সমস্ত 18 ବର୍ଷର ଜାତୀୟ ମତଦାନ ଦିବସରେ ଆମେ ଅପେକ୍ଷାର ସହିତ ଏବଂ ନିର୍ଭୁଳ ଭାବରେ ଭୋଟ ଦେବାକୁ ଏଭଳି କହିକି ଗଣତନ୍ତ୍ର ସମୟରେ ଆମେ କିଛି ଟଙ୍କା ଏବଂ କିଛିଟା ପ୍ରଲୋଭନ ଦେଇକି 5 ବର୍ଷ ପାଇଁ କିଛିଟା ଟଙ୍କା ଯେପରିକି 500 ଟଙ୍କାରେ ଆମେ 5 ବର୍ଷ ପାଇଁ ବିକ୍ରି ଆଜିର এই 16ତମ ଜାତୀୟ ମତଦାନ ଦିବସରେ ଆମେ ସମସ୍ତେ ଶପଥ ନେବା ଯେ ଆମେ ନିର୍ଭୁଲ ଭାବେ ଏବଂ କୌଣସି ପ୍ରଲୋଭନରେ ନ ଆସି ମତଦାନ ଏବଂ ସମସ୍ତଙ୍କୁ ବିଭିନ୍ନ ରାଲି ଏବଂ ସ୍ଲୋଗାନ ମାଧ୍ୟମରେ ଆମେ ଉତ୍ସାହିତ କରିବା ଯେ କୌଣସି ପ୍ରଲୋଭନରେ ନ ଆସି ସଚ୍ଚୋଟ ବ୍ୟକ୍ତିଙ୍କୁ ଭୋଟ ଦିଅନ୍ତୁ ଏବଂ ନିଜର ଉନ୍ନତି କରିବା ସହିତ ନିଜ ସମାଜ ଏବଂ ଦେଶର ଉନ୍ନତି କରନ୍ତୁ। ଗଜପତିରୁ ରେଣୁବାଳା ବେହେରାଙ୍କ ରିପୋର୍ଟ ବିଶ୍ୱ ବିଜୟୀ ନ୍ୟୁଜ୍ ଓଡ଼ିଶା।